ଆଜି ସକାଳୁ ସକାଳୁ ଆସିଛନ୍ତି ଗୋବିନ୍ଦ ମାନେ ମୋର ତୃତୀୟ ନମ୍ବର ଦେଢଶୁରଙ୍କର ବଡ଼ ପୁଅ। ତାଙ୍କ ସାଙ୍ଗରେ ଟିକେ ଦୁଃଖ ସୁଖ ହେଇ ଚାହା ଟିକେ ତାଙ୍କୁ କରିକି ଦେଲି, ମୁଁ ମଧ୍ୟ ଚାହା ଟିକେ ପିଇଦେଲି। ତାପରେ ବସେଇଦେଲି ଜଳଖିଆରେ ଚୁଡ଼ା ସନ୍ତୁଳା କ'ଣ ହବ, ହେଇଗଲା ପୁରା ଜନ୍ତୁଆଣି। ଦେଖୁନାହାନ୍ତି କେମିତି ହେଇଗଲା ପୁରା ଜନ୍ତୁଣୀ। ଓହ୍ଲେଇ ଦେଇ ତାପରେ ବସେଇଦେଲି ଭାତ ପାଣି ଡାଲମା ପାଣି, ତିତିଲିକି ଯାଇକି ଖୁଆଇଦେଲି। ତିତିଲି ଖାଇସାରିଲା ପରେ ମୁଁ ହେଲେ ଖାଇଦେଲି। ପରିବାପତ୍ର ଖୋଜାଖୋଜି କରିକି ଧରିକି ବସି ପଡ଼ିଲୁ ମଉସା ମାଉସୀ କାଟିବା ପାଇଁ। ମଉସା ଆଣିଛନ୍ତି ପାଚିଲା ଭଣ୍ଡା, ତାଙ୍କେ ଟିକେ ଖାଇ ମୋତେ ଟିକେ ଦେଲେ, ମୁଁ ଖାଇ ଟିକେ ପରିବା କାଟିଦେଲି। ଡାଲମାଟି ସିଝିଗଲା ପରେ ତାକୁ ଟିକେ ଡାଲି ଘୁରା ମାରିଦେଇ କରିଦେଲି ଫୁଟଣ। ସେପଟ ଗ୍ୟାସ୍ରେ ବସେଇଦେଲି ଚଲଣା ଆଉ ଜହ୍ନିର ସନ୍ତୁଳା। କ୍ଷୀର ଟିକେ ବାହାର କରିକି ଫ୍ରିଜରୁ ସନ୍ତୁଳାରେ ଦେଇଦେଲି। ସନ୍ତୁଳାଟି ହେଇସାରିଲା ପରେ ଓହ୍ଲେଇଦେଲି। ଆଜି ରୋଷେଇରେ କରିଦେଇଛି ଭାତ, ତା ସାଙ୍ଗକୁ ଡାଲମା ଆଉ ଜହ୍ନି ଆଉ ଚଲଣାର ସନ୍ତୁଳା। ତାପରେ ଦେଇଦେଲି ମଉସାଙ୍କୁ ଆଉ ତିତିଲିକୁ ଖାଇବା ପାଇଁ। ତାପରେ ଖାଇବି ମୁଁ ଆଉ।